ଜୟ ଜଗନ୍ନାଥ। ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ଭିଡ଼ିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିନେବେ। ତ ଦେଖନ୍ତୁ ନା 2002 ମସିହାର ଭୋଟର ଲିଷ୍ଟ ଡାଉନଲୋଡ଼ କେମିତି କରିବେ। ଯେକୌଣସି ବୁଥର, ଓଡ଼ିଶାର ଯେକୌଣସି ବୁଥର ହେଉନା କାହିଁକି 2002 ମସିହାର ଭୋଟର ଲିଷ୍ଟ କେମିତି ଡାଉନଲୋଡ଼ କରିବେ। ତା ସହିତ ପ୍ରତ୍ୟେକ ଜିଲ୍ଲାରେ କେତୋଟି ଲେଖାଏ ଆସେମ୍ବଲି ଥିଲା ତାହା ମଧ୍ୟ ଜାଣିପାରିବେ ଏହି ଭିଡ଼ିଓରେ। ଠିକ୍ ଅଛି, ତ କ'ଣ କରିବେ ଦେଖନ୍ତୁ, ସିଧାସଳଖ କହୁଛି। ତ ସମସ୍ତେ ଯେକୌଣସି ଗୋଟେ ବ୍ରାଉଜର୍ ଖୋଲିକି ବ୍ରାଉଜର୍ରେ ଲେଖିବେ ceo.odisha.nic.in ଲେଖିକି ନା ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଦେଖନ୍ତୁ ଏହିଭଳି ଅପସନ୍ ଦେଖାଯିବ। ତ ଦେଖନ୍ତୁ ଏଠି ଅପସନ୍ ଦେଇଛି ଭିଉ ଇଲେକ୍ଟୋରାଲ୍ ରୋଲ୍। ଏଇଭଳି ଦେଖନ୍ତୁ ମାର୍କିଂ କରୁଛି ମୁଁ, ଭିଉ ଇଲେକ୍ଟୋରାଲ୍ ରୋଲ୍ ଥିବ, ନଚେତ୍ ଆଉ ଗୋଟେ ଅପସନ୍ ଆସିପାରେ ମୋବାଇଲରେ। ନଚେତ୍ ଦେଖନ୍ତୁ ମୋବାଇଲରେ ଏଇଭଳି ଅପସନ୍ ଏଠି ଲେଖାଛି ଭିଉ ଇଲେକ୍ଟୋରାଲ୍ ରୋଲ୍, ଏଠି କ୍ଲିକ୍ କରିବେ। ଠିକ୍ ଅଛି, କ୍ଲିକ୍ କଲା ପରେ ଦେଖନ୍ତୁ, ତ କ୍ଲିକ୍ କଲା ପରେ ଏଇଭଳି ଦେଖନ୍ତୁ ହୋମ୍ ପେଜ୍ ଶୋ କରିବ। ଏଠି ଦେଖନ୍ତୁ ଭିଉ ଇଲେକ୍ଟୋରାଲ୍ ରୋଲ୍ ଅଛି। ଠିକ୍ ଅଛି, ସିଲେକ୍ଟ ଡିଷ୍ଟ୍ରିକ୍ଟ, ସିଲେକ୍ଟ ଏସି, ସିଲେକ୍ଟ ବୁଥ୍। ତ ଯେକୌଣସି ଜିଲ୍ଲାର ଯଦି କରିବାକୁ ଚାହୁଁଛନ୍ତି, ମୁଁ ଏଠି ଦେଖନ୍ତୁ ଜିଲ୍ଲା ଗୋଟେ ଦେଇଦେଲି। ଠିକ୍ ଅଛି, ଜିଲ୍ଲା ଦେଇଦେଲି। କେଉଁ ଏସିର କରିବେ, ତ ନବରଙ୍ଗପୁର ଦେଖନ୍ତୁ ଆଉ ଥରେ ବୁଝନ୍ତୁ। ଏଠି ମୁଁ ନବରଙ୍ଗପୁର ଜିଲ୍ଲା ସିଲେକ୍ଟ କଲି। ନବରଙ୍ଗପୁରରେ ଏସି ସେତେବେଳେ 4ଟା ଥିଲା, 90, 91, 92, 93 4ଟା ଥିଲା। ତ ମୁଁ ଏଠି କ୍ଲିକ୍ କଲି ଯେଉଁଟା ବି ଗୋଟେ। ତାପରେ ଏହି 92 ଏସିର କେତେଟା ବୁଥ୍ ଅଛି ସେଇଟା ସ୍କୁଲ ୱାଇଜ୍ ଶୋ କରିଦେବ। ଦେଖନ୍ତୁ ଏହି 92 ଏସିର ଯେତେ ଗୁଡ଼ାଏ ବୁଥ୍ ଅଛି ଏଠି ସ୍କୁଲ ୱାଇଜ୍ ଆପଣମାନେ ସର୍ଚ୍ଚ କରିକି ଡାଉନଲୋଡ଼ କରିବେ। ଦେଖନ୍ତୁ ଯେତେ ଗୁଡ଼ାଏ ବୁଥ୍ ଅଛି ସେହି ଏସିର। ଠିକ୍ ଅଛି, ସେ 92 ଏସିର ଯେତେ ଗୁଡ଼ାଏ ବୁଥ୍ ଅଛି ସ୍କୁଲ ୱାଇଜ୍ ଏଠି ଶୋ କରିଗଲା। ତ ଏ ସ୍କୁଲ ନାମ ଜାଣିପାରିଲେ ମଧ୍ୟ ଆମକୁ ସୁବିଧା ହେବ। ଠିକ୍ ଅଛି, ତ ପ୍ରତ୍ୟେକ ଏସିର ନାଁ ପ୍ରତ୍ୟେକ ବୁଥର ନାଁ ଆସିଗଲା। ଠିକ୍ ଅଛି, ସେହି ଏସିର ପ୍ରତ୍ୟେକ ବୁଥର ନାଁ ଆସିଗଲା ସ୍କୁଲ ୱାଇଜ୍, ବା ସେହି ସ୍କୁଲର ନାମ ଅନୁସାରେ ଯେଉଁଟା ଆମେ ଜାଣିଛେ ବୁଥ୍ ଯାକ ସ୍କୁଲର ନାମ ହିସାବରେ ଥାଏ। ତ ସେ ସ୍କୁଲର ନାମ ଶୋ କରିଲା ବା ବୁଥର ନାମ ଶୋ କରିଲା। ତ ଏଠି ଦେଖନ୍ତୁ କ୍ଲିକ୍ କରିବା ଯେକୌଣସି ଗୋଟେ ବି। କ୍ଲିକ୍ କଲା ପରେ ତଳେ ଇଣ୍ଟର କ୍ୟାପ୍ଚା ଅଛି, ଏହି କ୍ୟାପ୍ଚା ଯେମିତି ଅଛି ସେମିତି ଭରିବା। କ୍ୟାପ୍ଚା ଦେଖନ୍ତୁ ଭରି ସାରିଲା ପରେ ଇଣ୍ଟରରେ କ୍ଲିକ୍ କରିବା। ଇଣ୍ଟରରେ କ୍ଲିକ୍ କଲେ ଏଠି ତଳେ ଲେଖା ଅଛି କ୍ଲିକ୍ ହେୟାର ଟୁ ଭ୍ୟୁରେ କ୍ଲିକ୍ କରିବା। ତାପରେ ଦେଖନ୍ତୁ ସେହି ମୁଁ ଯେଉଁଟା ସିଲେକ୍ଟ କରିଥିଲି ସେ 2002ର ଏଠି ପୁରା PDF ଶୋ କରିଦେଲା। ତ ଏହିପରି ଆମେ ଯେଉଁଟା ଆମକୁ ଦରକାର ସେହିଭଳି ଏହି ପ୍ରକାରେ ଆମେ ସେହି ବୁଥର ଆମେ 2002ର ଡାଟା ଆମେ ଡାଉନଲୋଡ଼ କରିପାରିବା, ଆଉ ତାକୁ ଆମେ ନିଜ କାମରେ ଲଗେଇ ପାରିବା।